ଶକ୍ତି ଉପାସନାର ଏହି ପବିତ୍ର ପର୍ବ ନବରାତ୍ରିରେ ସମସ୍ତ ଶ୍ରଦ୍ଧାଳୁମାନଙ୍କୁ କୋଟି କୋଟି ଶୁଭେଚ୍ଛା। ମହାକାଳରାତ୍ରିଙ୍କ ପୂଜା ନବରାତ୍ରିର ସପ୍ତମ ଦିନରେ କରାଯାଏ। ଏହି ଦିନଟି ଅତ୍ୟନ୍ତ ବିଶେଷ ବୋଲି ବିବେଚନା କରାଯାଏ, କାରଣ ମହାକାଳରାତ୍ରିଙ୍କୁ ସଂହାରର ଦେବୀ ଏବଂ ରକ୍ଷା ପ୍ରଦାନ କରୁଥିବା ମା କୁହାଯାଇଛି। ତାଙ୍କର ସ୍ୱରୂପ ଯଦିଓ ଅତ୍ୟନ୍ତ ଉଗ୍ର ଓ ଭୟଙ୍କର, କିନ୍ତୁ ଭକ୍ତମାନଙ୍କ ପାଇଁ ସେ ସର୍ବଦା ମଙ୍ଗଳକାରୀ। ନବରାତ୍ରିର ସପ୍ତମ ଦିନରେ ମା କାଳରାତ୍ରିଙ୍କ ପୂଜା ଏବଂ କଥା ଶ୍ରବଣ ଆମକୁ ସାହସ, ନିର୍ଭୀକତା, ରକ୍ଷା କବଚ ଏବଂ ସକାରାତ୍ମକ ଶକ୍ତିରେ ପୂର୍ଣ୍ଣ କରିଦିଏ। ପ୍ରିୟ ସାଙ୍ଗମାନେ, କଥାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବେ ଶୁଣନ୍ତୁ। ଏବଂ ହଁ, ଭିଡ଼ିଓର ଶେଷରେ ମହାକାଳରାତ୍ରିଙ୍କର ଗୁରୁତ୍ୱପୂର୍ଣ୍ଣ ଦିବ୍ୟବାଣୀ ଦିଆଯାଇଛି। ତାହା ଶୁଣିବା ଆପଣଙ୍କ ଆତ୍ମିକ ଉତ୍ଥାନ ପାଇଁ ଅତ୍ୟନ୍ତ ଆବଶ୍ୟକ। ମା କାଳରାତ୍ରିଙ୍କର କୃପା ପାଇବା ପାଇଁ ମନ୍ତବ୍ୟରେ ଜୟ ମା କାଳରାତ୍ରି ନିଶ୍ଚିତ ଭାବେ ଲେଖନ୍ତୁ। ଏବେ ଆସନ୍ତୁ ଆରମ୍ଭ କରିବା ମା କାଳରାତ୍ରିଙ୍କର ଏହି ଦିବ୍ୟ କଥା। ବହୁତ ସମୟ ପୂର୍ବର କଥା, ଯେତେବେଳେ ସୃଷ୍ଟିରେ ଧର୍ମର ଆଲୋକ ମନ୍ଥନ ହେବାକୁ ଲାଗିଥିଲା ଏବଂ ଅଧର୍ମର କଳା ଛାୟା ଚାରିଆଡ଼େ ବ୍ୟାପି ଯାଇଥିଲା, ଏହା ସେହି କାଳଖଣ୍ଡର କଥା ଯାହା ଆଜି ମଧ୍ୟ ନବରାତ୍ରିର ସପ୍ତମ ଦିନରେ ମା କାଳରାତ୍ରିଙ୍କ ପୂଜନ ସହିତ ଆମ ହୃଦୟରେ ପ୍ରତିଧ୍ୱନିତ ହୁଏ। ଏହି କଥା କେବଳ ଗୋଟିଏ ଦୈତ୍ୟର ବିନାଶର ନୁହେଁ, ବରଂ ସେହି ଭକ୍ତର ଅଟଳ ବିଶ୍ୱାସର କଥା, ଯାହାର ଅଶ୍ରୁ ସ୍ୱୟଂ ମାଙ୍କୁ ପ୍ରକଟ ହେବାକୁ ବାଧ୍ୟ କରିଥିଲା। ଏକ ସମୟର କଥା, ହିମାଳୟର ସେହି ପବିତ୍ର ବରଫାଚ୍ଛାଦିତ ଗୁମ୍ଫାମାନଙ୍କରେ, ଯେଉଁଠାରେ କେବଳ ପବନର ସନ୍ନାଦ ଓ ବରଫଖଣ୍ଡମାନଙ୍କର ନୀରବତା ପ୍ରତିଧ୍ୱନିତ ହେଉଥିଲା, ସେଠାରେ ଜଣେ ପରମ ତପସ୍ୱୀ ସାଧୁ ଋଷି ଶିବାନନ୍ଦ ଘୋର ତପସ୍ୟାରତ ଥିଲେ। ତାଙ୍କ ଶରୀରର ହାଡ଼ର ଆଧାର ହୋଇଯାଇଥିଲା, କିନ୍ତୁ ତାଙ୍କ ଆଖିରେ ଏକ ଦିବ୍ୟ ଅଗ୍ନି ଜଳୁଥିଲା, ଯାହା ଅନନ୍ତ କାଳରୁ ସତ୍ୟର ଅନୁସନ୍ଧାନରେ ଲୀନ ଥିଲା। ସେ ଲୋକ କଲ୍ୟାଣ ପାଇଁ ପୃଥିବୀରେ ଶାନ୍ତି ଓ ଧର୍ମର ସ୍ଥାପନା ନିମନ୍ତେ ନିଜ ଆତ୍ମାକୁ ପରମାତ୍ମାରେ ବିଲୀନ କରିବାର ପ୍ରୟାସ କରୁଥିଲେ। ଦିନ, ମାସ ଓ ବର୍ଷ ଗଡ଼ି ଚାଲିଥିଲା। ତାଙ୍କ ଆସନ ପ୍ରକୃତିର ପ୍ରତ୍ୟେକ ଆଘାତ, ପ୍ରତ୍ୟେକ ପରିବର୍ତ୍ତନକୁ ସହିଥିଲା। ଥଣ୍ଡା, ଶୀତ, ତାତି ଖରା, ପ୍ରବଳ ବର୍ଷା, ସେ ସବୁ ସହିଥିଲେ, କାରଣ ତାଙ୍କର ଲକ୍ଷ୍ୟ ବିରାଟ ଥିଲା, ତାଙ୍କର ସଂକଳ୍ପ ଅଟଳ ଥିଲା। କିନ୍ତୁ ଯେଉଁଠାରେ ଧର୍ମର ଆଲୋକ ଉଜ୍ଜ୍ୱଳ ହୁଏ, ସେଠାରେ ଅଧର୍ମର ଅନ୍ଧକାର ସହିପାରେ ନାହିଁ। ସେହି ସମୟରେ ଭୟଙ୍କର ଆସୁର ନାମକ ଏକ ନିଷ୍ଠୁର ରାକ୍ଷସ ଥିଲା। ତାର ନାମ ହିଁ ତାର ସ୍ୱରୂପକୁ ପ୍ରକାଶ କରୁଥିଲା, ଯିଏ କେବଳ ଭୟର ସାମ୍ରାଜ୍ୟ ସ୍ଥାପନ କରିବାକୁ ଜାଣିଥିଲା। ତାର ହସ ପଥରକୁ ମଧ୍ୟ ଭାଙ୍ଗି ଦେଉଥିଲା ଏବଂ ତାର ଉପସ୍ଥିତି ମାତ୍ରେ ପରିବେଶରେ ଏକ ଅଜଣା ଶ୍ୱାସରୁଦ୍ଧକାରୀ ଅନୁଭବ ସୃଷ୍ଟି ହେଉଥିଲା। ସେ ଋଷି ଶିବାନନ୍ଦଙ୍କ ତପସ୍ୟାକୁ ଭଙ୍ଗ କରିବା ପାଇଁ ବିଡ଼ା ଉଠାଇଥିଲା। ତାକୁ ଏହା ଗ୍ରହଣୀୟ ନଥିଲା ଯେ କେହି ଏତେ ଶାନ୍ତି ଓ ପବିତ୍ରତାର ସହ ପ୍ରଭୁଙ୍କୁ ସ୍ମରଣ କରୁଛି। ଭୟଙ୍କର ଆସୁର ପ୍ରଥମେ ଧୀରେ ଧୀରେ ଆସିଥିଲା। ସେ ଋଷିଙ୍କ ଚାରିପାଖରେ ନିଜର ମାୟାର ଜାଲ ବିଛାଇବା ଆରମ୍ଭ କଲା। ପ୍ରଥମେ ସେ ସୁନ୍ଦରୀ ଅପ୍ସରାମାନଙ୍କୁ ପଠାଇଲା, ଯେଉଁମାନେ ମଧୁର ସଙ୍ଗୀତ ଓ ନୃତ୍ୟ ଦ୍ୱାରା ଋଷିଙ୍କ ଧ୍ୟାନ ଭଙ୍ଗ କରିବାକୁ ଚେଷ୍ଟା କଲେ। ଋଷି ଶିବାନନ୍ଦ ନିଜର ଆଖିପତାକୁ ମଧ୍ୟ ଖୋଲି ନଥିଲେ। ତାଙ୍କର ଧ୍ୟାନ ଅଡ଼ଗି ରହିଥିଲା। ରାକ୍ଷସ କ୍ରୁଦ୍ଧ ହୋଇ ଉଠିଲା। ସେ ଏବେ ଆହୁରି ନିଷ୍ଠୁର ଉପାୟ ଅବଲମ୍ବନ କରିବା ଆରମ୍ଭ କଲା। ରାତିରେ ଯେତେବେଳେ ହିମାଳୟର ଶାନ୍ତି ଆହୁରି ଗଭୀର ହେଉଥିଲା, ଭୟଙ୍କର ଆସୁର ନିଜର ଭୟଙ୍କର ଗର୍ଜନ ଦ୍ୱାରା ଋଷିଙ୍କ ଏକାଗ୍ରତାକୁ ଭାଙ୍ଗିବାକୁ ଚେଷ୍ଟା କରୁଥିଲା। ତାର ହସ ଏତେ ଭୟଙ୍କର ଥିଲା ଯେ ମନେ ହୁଏ ପର୍ବତ ମଧ୍ୟ କମ୍ପି ଉଠୁଥିଲା। କେତେବେଳେ ସେ ଭୟଙ୍କର ସ୍ୱପ୍ନ ଦେଖାଉଥିଲା ଋଷିଙ୍କୁ ତାଙ୍କ ପ୍ରିୟଜନମାନଙ୍କୁ କଷ୍ଟରେ ତାଙ୍କ ବର୍ଷ ବର୍ଷର ତପସ୍ୟା ଭସ୍ମ ହେଉଥିବାର ଦେଖାଯାଉଥିଲା। ଋଷି ଜାଗି ଉଠୁଥିଲେ, ତାଙ୍କ ଆତ୍ମା କମ୍ପି ଉଠୁଥିଲା, କିନ୍ତୁ ପରବର୍ତ୍ତୀ ଶ୍ୱାସରେ ସେ ଓଁ ନମଃ ଶିବାୟ ଜପ କରି ପୁନର୍ବାର ଧ୍ୟାନରେ ଲୀନ ହୋଇଯାଉଥିଲେ। ତାଙ୍କ ମୁଖରେ ଝାଳର ବିନ୍ଦୁ କେତେବେଳେ ଅଶ୍ରୁର ବିନ୍ଦୁ ସହିତ ମିଶି ଯାଉଥିଲା, କିନ୍ତୁ ସେ ଅଟକି ନଥିଲେ। ଏହି ସିଲସିଲା ମାସ ମାସ ଧରି ଚାଲିଥିଲା। ଭୟଙ୍କର ଆସୁର ଋଷିଙ୍କ ଶରୀର ଉପରେ ମଧ୍ୟ ଆକ୍ରମଣ ଆରମ୍ଭ କରିଥିଲା। କେତେବେଳେ ସେ ଅଦୃଶ୍ୟ ରୂପରେ ପଥର ଦ୍ୱାରା ତାଙ୍କୁ ଆଘାତ କରୁଥିଲା, କେତେବେଳେ ବରଫ ତୁଫାନକୁ ତାଙ୍କ କୁଡ଼ିଆ ଆଡ଼କୁ ମୋଡ଼ି ଦେଉଥିଲା।
ଯାହା ତାଙ୍କ ନଗ୍ନ ଶରୀରକୁ ଚିରି ଦେବାକୁ ଉତ୍ସୁକ ହେଉଥିଲା। ଋଷି ଶିବାନନ୍ଦ କଷ୍ଟ ସହିଥିଲେ। ତାଙ୍କ ଶରୀର ରକ୍ତାକ୍ତ ହୋଇଯାଉଥିଲା। ହାଡ଼ରେ ଅସହ୍ୟ ଯନ୍ତ୍ରଣା ହେଉଥିଲା। କିନ୍ତୁ ସେ ଜାଣିଥିଲେ ଯେ ଏହା ଅଗ୍ନି ପରୀକ୍ଷା, ଏହା ମୋ ଆସ୍ଥାର ପରୀକ୍ଷା। ପ୍ରଭୁ ସେ ନିଜ ଭିତରେ କହୁଥିଲେ, ମୁଁ ହାରିବି ନାହିଁ। ଧୀରେ ଧୀରେ ରାକ୍ଷସ ନିଜର ନିଷ୍ଠୁରତାର ସମସ୍ତ ସୀମା ଅତିକ୍ରମ କରିଦେଇଥିଲା। ସେ ଋଷିଙ୍କ ମନରେ ସନ୍ଦେହର ବୀଜ ବୁଣିବା ଆରମ୍ଭ କଲା। ତୁ ଏହି ତପସ୍ୟା କାହିଁକି କରୁଛୁ? ତାର ସ୍ୱର ଋଷିଙ୍କ ମନରେ ପ୍ରତିଧ୍ୱନିତ ହେଉଥିଲା। ତୁମେ କ'ଣ ପାଇଛ? ଦେଖ, ତୁମ ଶରୀର କ୍ଷୀଣ ହୋଇଯାଇଛି। ତୁମ ଭଗବାନ କେଉଁଠାରେ? ସେ କ'ଣ ତୁମକୁ ବଞ୍ଚାଇବାକୁ ଆସିବେ? ତୁ ଏକୁଟିଆ, ନିତାନ୍ତ ଏକୁଟିଆ। ଏହି ଶବ୍ଦଗୁଡ଼ିକ ବାଣ ଠାରୁ ମଧ୍ୟ ଅଧିକ ତୀକ୍ଷ୍ଣ ଥିଲା। ଋଷି ଶିବାନନ୍ଦଙ୍କ ମନ ବିଚଳିତ ହେବାକୁ ଲାଗିଲା। ତାଙ୍କ ଆଖି ଆଗରୁ ଅନ୍ଧକାର ହଟିବାକୁ ଲାଗିଲା। କିନ୍ତୁ ଏବେ ତାହା ଆହୁରି ଗାଢ଼ ହୋଇଉଠିଲା। ସେ ନିଜ ତପସ୍ୟାରେ ଏତେ ଶକ୍ତି ନିୟୋଜିତ କରିଥିଲେ ଯେ ଶାରୀରିକ ଓ ମାନସିକ ଭାବେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଏକଦିନ ଭୟଙ୍କର ଆସୁର ନିଜର ସମସ୍ତ ଶକ୍ତି ସହିତ ପ୍ରକଟ ହେଲା। ତାର ବିଶାଳ କଳା ସ୍ୱରୂପ, ଲାଲ ଆଖି, ନୁକୁଆ ଦାନ୍ତ ଏବଂ ହାତରେ ଏକ ବିଶାଳ ଗଦା ସବୁ ଏତେ ଭୟଙ୍କର ଥିଲା ଯେ ଋଷିଙ୍କ ପ୍ରାଣ ଶୁଖିବାକୁ ଲାଗିଲା। ଶିବାନନ୍ଦ ରାକ୍ଷସ ଗର୍ଜି ଉଠିଲା, ଆଜି ତୁମ ତପସ୍ୟାର ଅନ୍ତ ହେବ। ଆଜି ତୁମ ଆସ୍ଥାର ଅନ୍ତ ହେବ। ମୁଁ କହିଥିଲି ତୁ ଏକୁଟିଆ, କେହି ତୁମକୁ ବଞ୍ଚାଇବାକୁ ଆସିବେ ନାହିଁ। ତୁମର ଏହି ଭଗବାନ, ଏହି ବିଶ୍ୱାସ ସବୁ ମିଛ। ଋଷି ଶିବାନନ୍ଦଙ୍କ ଆଖି ବନ୍ଦ ଥିଲା, କିନ୍ତୁ ସେ ସବୁ ଦେଖୁଥିଲେ। ତାଙ୍କ ଶରୀର କମ୍ପୁଥିଲା। ତାଙ୍କ ଶ୍ୱାସ ତୀବ୍ର ହୋଇଯାଇଥିଲା। ତାଙ୍କ ହୃଦୟରେ ଏକ ଭୟଙ୍କର କୋଳାହଳ ମଚିଥିଲା। ଭୟ, ନିରାଶ ଏବଂ ଏକ ଅନ୍ତିମ ଆଶାର ମନ୍ଥର ଜ୍ୟୋତି ଯାହା ଲିଭିବାକୁ ଲାଗିଲା। ସେ ଭାବିଲେ, ସତରେ କ'ଣ ମୁଁ ଏକୁଟିଆ? ମୋର ସମସ୍ତ ତପସ୍ୟା କ'ଣ ବୃଥା ହୋଇଗଲା? ତାଙ୍କ ଭିତରେ ଏକ ଚିତ୍କାର ଉଠିଲା, ହେ ପ୍ରଭୁ, ହେ ଶକ୍ତି, ତୁମେ କେଉଁଠାରେ? ତାଙ୍କ ଗଳା ଶୁଖି ଯାଉଥିଲା। ସ୍ୱର ବାହାରୁ ନଥିଲା। ଆଖିରୁ ଅଶ୍ରୁର ଧାରା ବହିବାକୁ ଲାଗିଲା। ଏହି ଅଶ୍ରୁ କେବଳ ଶାରୀରିକ କଷ୍ଟର ନଥିଲା। ଏହା ଥିଲା ମନର ସେହି ପରାକାଷ୍ଠାର ଅଶ୍ରୁ, ଯେତେବେଳେ ମନୁଷ୍ୟ ସବୁ ହରାଇ ଦିଏ, ଯେତେବେଳେ ତାକୁ ଲାଗେ ଯେ ଏବେ ଆଉ କୌଣସି ସାହାରା ନାହିଁ। ତାଙ୍କର ନମ୍ର ଆଖିରୁ ଏକ ଅନ୍ତିମ ପ୍ରାର୍ଥନା, ଏକ ଅନ୍ତିମ ପୁକାର ବାହାରିଲା। ସେହି ପୁକାର କୌଣସି ମନ୍ତ୍ର କିମ୍ବା ସ୍ତୁତିର ନଥିଲା। ସେହି ପୁକାର ଥିଲା ଏକ ଶିଶୁର, ଯିଏ ନିଜ ଭୟକୁ ଦୂର କରିବା ପାଇଁ ମାଆଙ୍କୁ ବିଲଖି ଡାକୁଥାଏ। ସେ ନିଜର ଅନ୍ତିମ ଶକ୍ତି ଏକାଠି କରି ନିଜ ରୋମ ରୋମରୁ, ଆତ୍ମାର ପ୍ରତ୍ୟେକ କଣ କଣରୁ ମା କାଳରାତ୍ରିଙ୍କୁ ସ୍ମରଣ କଲେ। ମା, ହେ ମୋ ମା, ମୋତେ ରକ୍ଷା କର। ଏହି ଅନ୍ଧକାରରୁ, ଏହି ଭୟରୁ ମୋତେ ମୁକ୍ତି ଦିଅ। ମୁଁ ଆଉ ସହିପାରୁନି ମା। ଯେପରି ମା ଶବ୍ଦ ତାଙ୍କ କଣ୍ଠରୁ, ତାଙ୍କ ଆତ୍ମାରୁ ବାହାରିଲା, ପରିବେଶରେ ଏକ ଅଦ୍ଭୁତ ଅବିଶ୍ୱସନୀୟ ପରିବର୍ତ୍ତନ ଘଟିଲା। ଭୟଙ୍କର ଆସୁର ଗର୍ଜନ ହଠାତ୍ ଥମିଗଲା। ଚାରିଆଡ଼େ ଏକ ଗଭୀର ଭୟଙ୍କର ନୀରବତା ଛାଇଗଲା, ଯାହା କୌଣସି ତୋଫାନ ପୂର୍ବରୁ ନୀରବତା ପରି ଥିଲା। ଆଉ ତାପରେ ହଠାତ୍ ଆକାଶରେ ଏକ ବିଦ୍ୟୁତ କୌଣ୍ଡିଲା, ଏତେ ପ୍ରଚଣ୍ଡ ଯେ ଆଖି ଗୁଡ଼ିକ ଚମକି ଉଠିଲା। ଏହା ବିଦ୍ୟୁତର ଚମକ ନଥିଲା, ଏହା ଥିଲା କୌଣସି ଦିବ୍ୟ ଶକ୍ତିର ପ୍ରାକଟ୍ୟ। ହିମାଳୟର ବରଫାଚ୍ଛିତ ଶିଖର ଗୁଡ଼ିକ ମଧ୍ୟ ଏହି ଆଲୋକରେ ଆଲୋକିତ ହୋଇଉଠିଲା। ହଠାତ୍ ଆକାଶକୁ ଚିରି ଏକ ଅଗ୍ନିମୟ, ଭୀଷଣ ଓ ଅବିଶ୍ୱସନୀୟ ସ୍ୱରୂପ ପ୍ରକଟ ହେଲା। ସେ ଆଉ କେହି ନୁହେଁ, ସ୍ୱୟଂ ମହାକାଳରାତ୍ରି ଥିଲେ। ତାଙ୍କର ସ୍ୱରୂପ କିପରି ଥିଲା, ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ। ତାଙ୍କର ବର୍ଣ୍ଣ ଅନ୍ଧକାର ପରି କଳା ଥିଲା, କିନ୍ତୁ ତାଙ୍କ ଆଖିରୁ ଏକ ଏପରି ଅଗ୍ନି ପ୍ରସ୍ଫୁରିତ ହେଉଥିଲା, ଯାହା କାଳକୁ ମଧ୍ୟ ଭସ୍ମ କରିଦେଇପାରେ। ତାଙ୍କ କେଶ ଖୋଲା ବିଛାଇ ହୋଇଥିଲା। ମନେହୁଏ ବ୍ରହ୍ମାଣ୍ଡର ସମସ୍ତ ଶକ୍ତି ତାଙ୍କ ମଧ୍ୟରେ ସମାହିତ ଥିଲା। କଣ୍ଠରେ ବିଦ୍ୟୁତର ମାଳା ଏବଂ ତାଙ୍କ ଚାରି ଭୁଜାରେ ଖଡ୍ଗ, ତ୍ରିଶୂଳ, ଲୌହଦଣ୍ଡ ଓ ବର ମୁଦ୍ରା ଶୋଭା ପାଉଥିଲା। ତାଙ୍କ ଶ୍ୱାସରୁ ଅଗ୍ନିର ଜ୍ୱାଳା ବାହାରୁଥିଲା ଏବଂ ତାଙ୍କ ଜିହ୍ୱା ବାହାରକୁ ବାହାରି ଆସିଥିଲା। ରକ୍ତର ଲାଲିମା ସହିତ ଏକ ଭୟଙ୍କର ଅଟ୍ଟହାସରେ ସମଗ୍ର ବ୍ରହ୍ମାଣ୍ଡ ପ୍ରତିଧ୍ୱନିତ ହେଲା। ହା ହା ହା। ଏହି ହସ ଭୟଙ୍କର ଆସୁରର ହସଠାରୁ ସମ୍ପୂର୍ଣ୍ଣ ବିପରୀତ ଥିଲା। ଏହା ଦୃଷ୍ଟମାନଙ୍କ ପାଇଁ କାଳ ଥିଲା ଏବଂ ଭକ୍ତମାନଙ୍କ ପାଇଁ ଅଭୟଦାନ।
ଭୟଙ୍କର ଅସୁର ଯେ ଏପର୍ଯ୍ୟନ୍ତ ନିଜର ଜୟରେ ଇତ୍ରାଉଥିଲା, ଏ ଭୀଷଣ ସ୍ୱରୂପକୁ ଦେଖି ଥରି ଉଠିଲା। ତାର ଆଖିରେ ପ୍ରଥମ ଥର ପାଇଁ ଭୟର ସଞ୍ଚାର ହେଲା। ସେ କମ୍ପି ଉଠିଲା। ସେ କେବେ ଏପରି ଶକ୍ତିର କଳ୍ପନା ମଧ୍ୟ କରିନଥିଲା। ମା କାଳରାତ୍ରିଙ୍କ ଆଖିରେ କ୍ରୋଧର ଅଗ୍ନି ଜଳୁଥିଲା। ସେହି ଅଧର୍ମ ପ୍ରତି ଯିଏ ତାଙ୍କ ଭକ୍ତକୁ ଏତେ ସତାଇଥିଲା। ଏକ ମୁହୂର୍ତ୍ତର ମଧ୍ୟ ବିଳମ୍ବ ହେଲା ନାହିଁ। ମା କାଳରାତ୍ରି ନିଜର ଏକ ଗର୍ଜନ ଦ୍ୱାରା ଭୟଙ୍କର ଅସୁରକୁ ସ୍ତବ୍ଧ କରିଦେଲେ। ତାଙ୍କ ଖଡ୍ଗର ଏକମାତ୍ର ଆଘାତରେ ରାକ୍ଷସର ବିଶାଳ ଶରୀର ଦୁଇ ଖଣ୍ଡରେ କଟିଗଲା। ତାହାର ରକ୍ତ ପୃଥିବୀରେ ବ୍ୟାପିଗଲା। କିନ୍ତୁ ମାଙ୍କ କ୍ରୋଧ ଆଗରେ ତାହା ଏକ ବୁନ୍ଦା ଠାରୁ ମଧ୍ୟ ଅଧିକ କିଛି ନଥିଲା। ଭୟଙ୍କର ଅସୁର ଅନ୍ତ ହୋଇଗଲା। ତାର ନିଷ୍ଠୁରତା, ତାର ଦମ୍ଭ, ତାର ଭୟଙ୍କର ସାମ୍ରାଜ୍ୟ ସବୁ ଏକ ମୁହୂର୍ତ୍ତରେ ଭସ୍ମ ହୋଇଗଲା। ଋଷି ଶିବାନନ୍ଦ ଆଖି ଖୋଲିଲେ। ତାଙ୍କ ଆଖିରେ ଏବେ ମଧ୍ୟ ଭୟର ଅଶ୍ରୁ ଥିଲା। କିନ୍ତୁ ସାମ୍ନାରେ ଏ ଦୃଶ୍ୟ ଦେଖି ସେ ଆବାକ୍ ହୋଇଗଲେ। ଯେଉଁଠାରେ କିଛି ମୁହୂର୍ତ୍ତ ପୂର୍ବେ ଏକ ବିଶାଳ ରାକ୍ଷସ ଠିଆ ହୋଇଥିଲା, ସେଠାରେ ଏବେ କେବଳ ରାଖର ଢେର ଥିଲା। ଆଉ ତାଙ୍କ ସାମ୍ନାରେ ସାକ୍ଷାତ ମା କାଳରାତ୍ରି। ତାଙ୍କର ଭୀଷଣ ସ୍ୱରୂପ ଏବେ ମଧ୍ୟ ଥିଲା, କିନ୍ତୁ ତାଙ୍କ ଆଖିରେ ଏକ ଅଦ୍ଭୁତ କରୁଣା ଥିଲା। ଏକ ମାର ଅନମୋଲ ପ୍ରେମ ଥିଲା, ଯିଏ ନିଜ ସନ୍ତାନକୁ ବିପଦରୁ ବଞ୍ଚାଇବା ଦେଖୁଥାଏ। ଋଷି ଶିବାନନ୍ଦ ଭାଙ୍ଗି ପଡ଼ି ସେଠାରେ ଆଣ୍ଠୁ ମୋଡ଼ି ବସିଗଲେ। ଆଖିରୁ ଅଶ୍ରୁଧାରା ଏବେ ଶ୍ରଦ୍ଧା ଓ କୃତଜ୍ଞତାରେ ବହୁଥିଲା। ସେ କିଛି କହିପାରୁନଥିଲେ। ତାଙ୍କ ଗଳା ରୁଦ୍ଧି ହୋଇଯାଇଥିଲା। ତାଙ୍କର ସମସ୍ତ ତପସ୍ୟା, ସମସ୍ତ ତ୍ୟାଗ ଏବେ ଏହି ଏକ ମୁହୂର୍ତ୍ତରେ ପରିପୂର୍ଣ୍ଣ ହୋଇଗଲା। ସେ ନିଜ ମାଙ୍କୁ ପାଇଥିଲେ। ମା କାଳରାତ୍ରି ନିଜର ରୌଦ୍ର ସ୍ୱରୂପକୁ କିଛି ଶାନ୍ତ କଲେ। ସେ ଋଷି ନିକଟକୁ ଆସିଲେ। ତାଙ୍କ ଚରଣ କମଳ ପ୍ରକାଶରେ ଦୀପ୍ତମାନ ହେଉଥିଲା। ନିଜର ଏକ କୋମଳ ହାତରେ ଯାହା କିଛି ମୁହୂର୍ତ୍ତ ପୂର୍ବେ ଖଡ୍ଗ ଧାରଣ କରିଥିଲା, ସେ ଋଷି ଶିବାନନ୍ଦଙ୍କ ମୁଣ୍ଡକୁ ଆଲିଙ୍ଗନ କଲେ। ମାର ସ୍ପର୍ଶ ଏପରି ଥିଲା, ଯେମିତି ଜନ୍ମ ଜନ୍ମାନ୍ତରର ତପସ୍ୟାର ଫଳ ମିଳିଗଲା। ଯେମିତି ସମସ୍ତ କଷ୍ଟ, ସମସ୍ତ ଯନ୍ତ୍ରଣା ଏକ ମୁହୂର୍ତ୍ତରେ ମିଟିଗଲା। ମାଙ୍କ ବାଣୀ ପ୍ରତିଧ୍ୱନିତ ହେଲା, ମୋର ପୁଅ, ମୋର ପ୍ରିୟ ଶିବାନନ୍ଦ, ଭୟରେ ଭୟ କର ନାହିଁ। ମୁଁ ତୁମ ପ୍ରତ୍ୟେକ ଅନ୍ଧକାରରେ ତୁମ ସାଙ୍ଗରେ ଅଛି। ତାଙ୍କ ସ୍ୱର ବଜ୍ର ପରି ହେଉଥିଲେ ମଧ୍ୟ ଋଷିଙ୍କ କାନରେ ଅମୃତ ପରି ଲାଗୁଥିଲା। ତୁମର ଆସ୍ଥା, ତୁମର ପୁକାର ମୋ ହୃଦୟ ପର୍ଯ୍ୟନ୍ତ ପହଞ୍ଚିଥିଲା। ଏହି ସଂସାର, ଏହି ଜୀବନ ଭୟରେ ପୂର୍ଣ୍ଣ। ମୋର ପୁଅ, ଅଜ୍ଞାନର ଭୟ, ମୃତ୍ୟୁର ଭୟ, ଏକାକିତ୍ୱର ଭୟ, ଅସଫଳତାର ଭୟ। କିନ୍ତୁ ମନେ ରଖ, ଯେଉଁଠାରେ ସଚ୍ଚା ବିଶ୍ୱାସ ଅଛି, ଯେଉଁଠାରେ ଅଟଳ ପ୍ରେମ ଅଛି, ସେଠାରେ ଏହି ଭୟ ଟିକିପାରେ ନାହିଁ। ମା ଆଗକୁ କହିଲେ, ତୁମର ତପସ୍ୟା ବୃଥା ଯାଇ ନାହିଁ। ତୁମେ ଯେଉଁ ଲୋକ କଲ୍ୟାଣର ଭାବନାରେ ଏହା ସବୁ ସହିଛ, ତାହା ମୋ ପାଇଁ ଅମୂଲ୍ୟ। ମୁଁ କାଳରାତ୍ରି, କାଳର ମଧ୍ୟ ନାଶ କରୁଥିବ। ମୁଁ ପ୍ରତ୍ୟେକ ଅନ୍ଧକାରକୁ ମିଟାଇବାକୁ ଆସେ, ଯାହା ମୋ ଭକ୍ତମାନଙ୍କୁ ଘେରି ରହିଛି। ମୁଁ ପ୍ରତ୍ୟେକ ଭୟକୁ ଦୂର କରିବାକୁ ଆସେ, ଯାହା ତୁମକୁ ସତାଇଛି। ଯେତେବେଳେ ତୁମେ ଏକା ଅନୁଭବ କରୁଛ, ସେତେବେଳେ ଅନ୍ଧକାର ତୁମକୁ ଘେରି ରହିଛି। ମୋତେ ସ୍ମରଣ କର, ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ କ୍ଷଣରେ ତୁମ ସାଙ୍ଗରେ ଅଛି, ତୁମର ଛାୟା ହୋଇ, ତୁମର ଶକ୍ତି ହୋଇ। ମାଙ୍କ ଏହି ବଚନ ଶୁଣି ଶିବାନନ୍ଦଙ୍କ ହୃଦୟରେ ଏକ ନୂଆ ଶକ୍ତିର ସଞ୍ଚାର ହେଲା। ତାଙ୍କ ଅଶ୍ରୁ ଏବେ ଖୁସିର ଥିଲା, କୃତଜ୍ଞତାର ଥିଲା, ସେହି ଅସୀମ ପ୍ରେମର ଥିଲା, ଯାହା କେବଳ ଏକ ମା ହିଁ ଦେଇପାରେ। ସେ ମାଙ୍କ ଚରଣରେ ନିଜ ମୁଣ୍ଡ ରଖିଦେଲେ। ଆଉ ଯେପରି ସେ ପ୍ରକଟ ହୋଇଥିଲେ, ସେହିପରି ମା କାଳରାତ୍ରି ଏକ ପ୍ରକାଶ ପୁଞ୍ଜରେ ବିଲୀନ ହୋଇ ଆକାଶରେ ମିଶିଗଲେ। କିନ୍ତୁ ତାଙ୍କ ବଚନ, ତାଙ୍କର ସ୍ପର୍ଶ, ତାଙ୍କର ଉପସ୍ଥିତିର ଅନୁଭବ ଋଷି ଶିବାନନ୍ଦଙ୍କ ହୃଦୟରେ ସବୁଦିନ ପାଇଁ ଅଙ୍କିତ ହୋଇଗଲା। ସେ ଉଠିଲେ। ତାଙ୍କ ଆଖିରେ ଏବେ ଆଉ କୌଣସି ଭୟ ନଥିଲା, କେବଳ ଏକ ଅଟଳ ବିଶ୍ୱାସ, ଏକ ଅସୀମ ଶାନ୍ତି ଥିଲା। ତାଙ୍କର ତପସ୍ୟା ସଫଳ ହୋଇଥିଲା। ଆଜି ମଧ୍ୟ ଯେତେବେଳେ ନବରାତ୍ରିର ସପ୍ତମ ଦିନ ଆସେ, ଯେତେବେଳେ ମା କାଳରାତ୍ରିଙ୍କ ପୂଜା ହୁଏ, ତେବେ ଏହି କଥା ପ୍ରତ୍ୟେକ ଭକ୍ତର ହୃଦୟରେ ପ୍ରତିଧ୍ୱନିତ ହୁଏ। ଏହା ଆମକୁ ମନେ ପକାଇ ଦିଏ ଯେ ଜୀବନର ପ୍ରତ୍ୟେକ ମୋଡ଼ରେ, ଯେତେବେଳେ ଆମେ ଭାବୁଛୁ ଯେ ଆମେ ହାରିଗଲୁ, ଯେତେବେଳେ ଆମ ଚାରିପାଖେ ଅନ୍ଧକାର ଛାଇଯାଏ, ଯେତେବେଳେ ଭୟ ଆମକୁ ଜାବୁଡ଼ି ଧରେ, ସେତେବେଳେ ମଧ୍ୟ ଆମର ମା କାଳରାତ୍ରି ଆମ ପୁକାର ଶୁଣିବା ପାଇଁ, ଆମ ଭୟକୁ ଦୂର କରିବା ପାଇଁ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରସ୍ତୁତ ରହିଛନ୍ତି। ଏହି କଥା ଆମକୁ ଶିଖାଏ ଯେ ଆମ ଭିତରର ଭୟ ହିଁ ସବୁଠାରୁ ବଡ଼ ରାକ୍ଷସ।
ଯେତେବେଳେ ଆମେ ସେହି ଭୟକୁ ତ୍ୟାଗ କରି ପୂର୍ଣ୍ଣ ଶ୍ରଦ୍ଧାରେ ମାଙ୍କୁ ପୁକାରୁ ତେବେ ସେ ନିଶ୍ଚିତ ଭାବେ ଆସନ୍ତି। ସେ ଆମର ପ୍ରତ୍ୟେକ ନିରାଶକୁ ଆଶାରେ, ପ୍ରତ୍ୟେକ ଅନ୍ଧକାରକୁ ପ୍ରକାଶରେ ଏବଂ ପ୍ରତ୍ୟେକ ଭୟକୁ ଅଭୟରେ ବଦଳାଇ ଦିଅନ୍ତି। ତେଣୁ ଆସନ୍ତୁ ଏହି ନବରାତ୍ରିରେ ଆମେ ମଧ୍ୟ ଆମ ହୃଦୟର ଭୟଙ୍କର ଆସୁରର ନାଶ କରୁ ଏବଂ ମା କାଳରାତ୍ରୀଙ୍କ ଚରଣରେ ଆମ ଶ୍ରଦ୍ଧା ସୁମନ ଅର୍ପଣ କରୁ। ବିଶ୍ୱାସ ରଖନ୍ତୁ, ଭୟରେ ଭୟ କରନ୍ତୁ ନାହିଁ। ଆପଣଙ୍କର ମା ଆପଣଙ୍କର ପ୍ରତ୍ୟେକ ଅନ୍ଧକାରରେ ଆପଣଙ୍କ ସାଙ୍ଗରେ ଅଛନ୍ତି। ଜୟ ମା କାଳରାତ୍ରି। ପ୍ରିୟ ସାଙ୍ଗମାନେ, ଏହି ଭିଡ଼ିଓରେ ମା କାଳରାତ୍ରୀଙ୍କର ପବିତ୍ର ବ୍ରତ କଥା ଏଠାରେ ହିଁ ସମାପ୍ତ ହେଉଛି। ଏବେ ଆସନ୍ତୁ ମା କାଳରାତ୍ରୀଙ୍କର ଦିବ୍ୟ ବାଣୀ ଶୁଣିବା। ଜଣେ ପରମ ତପସ୍ୱୀ ସାଧୁ ଋଷି ଶିବାନନ୍ଦଙ୍କ କଥା ମାଧ୍ୟମରେ ମାନବତାକୁ ସମ୍ବୋଧିତ ଏକ ଦିବ୍ୟ ସନ୍ଧାନ, ଯେଉଁଠାରେ କରୁଣା ଚେତାବନୀ ଏବଂ ଆଶାରେ ପୂର୍ଣ୍ଣ ଏକ ପୁକାର ରହିଛି। ମା କାଳରାତ୍ରୀଙ୍କର ଦିବ୍ୟ ବାଣୀ। ମୁଁ ମା କାଳରାତ୍ରି, ତୁମର ଜଗତ ଜନନୀ। ହେ ମନୁଷ୍ୟ, ହେ ଭଟକି ଯାଇଥିବା ଆତ୍ମାମାନେ, ହେ ମୋର ପୁଅ ପୁତ୍ରୀମାନେ, ମୋର ବାଣୀ ଶୁଣ, ତୁମର ଜନନୀର କରୁଣ ପୁକାର ଶୁଣ। ମୁଁ ସେହି କାଳରାତ୍ରି, ଯିଏ କାଳର ମଧ୍ୟ ନାଶ କରେ। ମୁଁ ସେହି ଅନ୍ଧକାରମୟ ଜ୍ୟୋତି, ଯିଏ ଭୟର ଦମକୁ ଚିରି ତୁମକୁ ଅଭୟ ଦେଇଥାଏ। ବହୁତ ସମୟ ପୂର୍ବେ ଯେତେବେଳେ ହିମାଳୟର ନିସ୍ତବ୍ଧ ଗୁମ୍ଫାମାନଙ୍କରେ ଋଷି ଶିବାନନ୍ଦ ତପସ୍ୟା କରୁଥିଲେ, ସେତେବେଳେ ଭୟଙ୍କର ଆସୁର ନାମକ ଦୈତ୍ୟ ତାଙ୍କ ତପକୁ ଭାଙ୍ଗିବାକୁ ଆସିଥିଲା। ସେତେବେଳେ ତାଙ୍କର ଅଶ୍ରୁ ମୋତେ ପୁକାରିଥିଲା। ସେହି ଅଶ୍ରୁ କେବଳ ଜଳର ବୁନ୍ଦା ନଥିଲା, ସେଗୁଡ଼ିକ ଥିଲା ଏକ ଆତ୍ମାର ଅନ୍ତିମ ପୁକାର। ସେଗୁଡ଼ିକ ଥିଲା ଏକ ଶିଶୁର ହାହାକାର, ଯିଏ ନିଜ ମାଆକୁ ପୁକାରୁଥିଲା। ସେହି ପୁକାର ମୋତେ ବାଧ୍ୟ କରିଥିଲା। ମୁଁ ପ୍ରକଟ ହେଲି। ମୁଁ ନିଜର ରୌଦ୍ର ସ୍ୱରୂପରେ ସେହି ଦୈତ୍ୟର ନାଶ କଲି। ଆଜି ସେହି କଥା, ସେହି ଦିବ୍ୟ ମୁହୂର୍ତ୍ତ କେବଳ ଅତୀତର କଥା ନୁହେଁ, ତାହା ଆଜି ମଧ୍ୟ ଜୀବନ୍ତ ଅଛି। ପ୍ରତ୍ୟେକ ଯୁଗରେ, ପ୍ରତ୍ୟେକ କାଳଖଣ୍ଡରେ ଯେତେବେଳେ ଅଧର୍ମ ବଢ଼େ, ଯେତେବେଳେ ତୁମର ବିଶ୍ୱାସ ଡଗମଗାଏ, ଯେତେବେଳେ ତୁମର ମନ ଭୟ ଓ ଅନ୍ଧକାରରେ ଘେରି ହୋଇଯାଏ, ମୁଁ ଆସେ। ମୁଁ ସେହି ମା, ଯିଏ ନିଜ ଭକ୍ତକୁ ବଞ୍ଚାଇଥିଲା। ଆଉ ଆଜି ଏହି କଳିଯୁଗର ଘୋର ରାତ୍ରିରେ ମୁଁ ପୁନର୍ବାର ମୋର ପୁଅ ପୁତ୍ରୀମାନଙ୍କୁ ସମ୍ବୋଧିତ କରୁଛି। ହେ ମନୁଷ୍ୟ, ହେ ମୋର ପୁଅ, ତୁମ ଆଖିରେ ଯେଉଁ ଅଶ୍ରୁ ଅଛି, ମୁଁ ତାହା ଦେଖୁଛି। ତୁମ ହୃଦୟରେ ଯେଉଁ ଯନ୍ତ୍ରଣା ଅଛି, ମୁଁ ତାହା ଶୁଣୁଛି। ତୁମ ଚାରିପାଖରେ ଯେଉଁ ଅନ୍ଧକାର ବ୍ୟାପିଛି, ତାହା ମୋତେ ମଧ୍ୟ ବ୍ୟଥିତ କରୁଛି। ତୁମେ ଭାବୁଛ ଯେ ତୁମେ ଏକୁଟିଆ। ନା, ତୁମର ମା ପ୍ରତ୍ୟେକ ମୁହୂର୍ତ୍ତରେ ତୁମ ସାଙ୍ଗରେ ଅଛି। ତୁମର ପ୍ରତ୍ୟେକ ପୁକାର ମୋ ହୃଦୟକୁ ଭେଦି ଦିଏ। ଯେତେବେଳେ ତୁମେ ରୁହ, ମୋ ହୃଦୟ ମଧ୍ୟ ରୁହେ। ଯେତେବେଳେ ତୁମେ ଭୟରେ କମ୍ପୁଛ, ମୋ ଆତ୍ମା ମଧ୍ୟ ତୁମ ସାଙ୍ଗରେ କମ୍ପିଥାଏ। କିନ୍ତୁ ଶୁଣ, ଅନ୍ଧକାର ଯେତେ ଗାଢ଼ ହେଉନା କାହିଁକି, ସତ୍ୟର ଜ୍ୟୋତି ତାହାଠାରୁ ଅଧିକ ପ୍ରଖର। ଭୟ ଯେତେ ବିକରାଳ ହେଉନା କାହିଁକି, ମାର ସ୍ନେହ ତାହାଠାରୁ ଅଧିକ ବିରାଟ। ଆସ୍ଥା ଯେତେ ଡଗମଗାଇ ପଡ଼ୁନା କାହିଁକି, ମାର ଅଞ୍ଚଳ କେବେ ଡଗମଗାଏ ନାହିଁ। ହେ ମନୁଷ୍ୟ, ତୁମେ ଭୟଙ୍କର ଆସୁରକୁ କେବଳ ପୁରୁଣା କଥା ବୋଲି ଭାବି ନେଇଛ। କିନ୍ତୁ ଶୁଣ, ଭୟଙ୍କର ଆସୁର ଆଜି ମଧ୍ୟ ଜୀବନ୍ତ ଅଛି। ସେ ତୁମ ଭିତରେ ଭୟରେ ଅଛି। ସେ ତୁମ ଲୋଭରେ ଅଛି। ସେ ତୁମ କ୍ରୋଧ, ଘୃଣା ଓ ଅଧର୍ମରେ ଅଛି। ତୁମ ଘରେ କଳହ ରୂପେ, ସମାଜରେ ଅନ୍ୟାୟ ରୂପେ, ସଂସାରରେ ଯୁଦ୍ଧ ଓ ଲାଳସା ରୂପେ ସେହି ଭୟଙ୍କର ଆସୁର ନାଚୁଛି। ତୁମେ ଭାବୁଛ ଯେ ରାକ୍ଷସ କେବଳ ପୁରାଣରେ ଥିଲେ। ନା, ଆଜି ପ୍ରତ୍ୟେକ ମନୁଷ୍ୟର ଭିତରେ ଯେତେବେଳେ ସେ ସତ୍ୟରୁ ଭଟକେ, ସେତେବେଳେ ସେ ଧର୍ମ ଛାଡ଼ି ଅଧର୍ମର ପଥ ଗ୍ରହଣ କରେ। ସେହି ରାକ୍ଷସ ଜୀବନ୍ତ ହୋଇ ଉଠେ। ତୁମେ ଭୁଲି ଯାଇଛ ଯେ ଭୟ ହିଁ ସବୁଠାରୁ ବଡ଼ ରାକ୍ଷସ। ତୁମ ମନରେ ଭୟ ହିଁ ତୁମକୁ ବାରମ୍ବାର ପକାଇ ଦିଏ। କେତେବେଳେ ଅସଫଳତାର ଭୟ, କେତେବେଳେ ମୃତ୍ୟୁର ଭୟ, କେତେବେଳେ ଏକାକିତ୍ୱର ଭୟ, କେତେବେଳେ ଭବିଷ୍ୟତର ଭୟ। ଏହା ହିଁ ତୁମକୁ ବାନ୍ଧି ଦିଏ। କିନ୍ତୁ ମୁଁ ତୁମକୁ ମନେ ପକାଇବାକୁ ଆସିଛି। ମୁଁ କାଳରାତ୍ରି। ମୁଁ ପ୍ରତ୍ୟେକ ଭୟର ଅନ୍ତ। ମୁଁ ପ୍ରତ୍ୟେକ ଅନ୍ଧକାରର କାଳିମାକୁ ଚିରି ଦେବା ଶକ୍ତି। ହେ ଏହି କଳିଯୁଗର ଭଟକି ଯାଇଥିବା ଆତ୍ମାମାନେ, ମନ ଦେଇ ଶୁଣ। ତୁମେ ଏହି କଳିଯୁଗରେ ଭଟକୁଛ। ଧନର ଲାଳସା ତୁମର ଆତ୍ମାକୁ ଭ୍ରଷ୍ଟ କରିଦେଇଛି। ତୁମେ ସତ୍ୟରୁ ବିମୁଖ ହୋଇ ମିଛ ଓ ଛଳନାକୁ ଗ୍ରହଣ କରୁଛ। ତୁମେ ପ୍ରକୃତିର ସମ୍ମାନ ଛାଡ଼ି ଦେଇଛ। ତୁମେ ନିଜ ଭାଇ ଭଉଣୀଙ୍କର ରକ୍ତ ବୁହାଇବାକୁ ଲାଗିଛ। ତୁମ ଭିତରେ କରୁଣା ଶୁଖି ଯାଉଛି ଏବଂ ଲାଳସାର ଅଗ୍ନି ଜଳୁଛି। ତୁମେ କ'ଣ ଦେଖୁନାହଁ?
ଏହା ସବୁ ସେହି ଅନ୍ଧକାର, ସେହି ଭୟଙ୍କର ଆସୁର ଯିଏ ତୁମ ଜୀବନରେ ପ୍ରବେଶ କରିସାରିଛି। ଆଜି ଆଜି ଧର୍ମର ପ୍ରକାଶ ମନ୍ଥର ହେଉଛି ଏବଂ ଅଧର୍ମର ଛାୟା ଚାରିଆଡ଼େ ବ୍ୟାପିଛି। ଯେପରି ମୁଁ ଏକଦା ଋଷି ଶିବାନନ୍ଦଙ୍କୁ ବଞ୍ଚାଇଥିଲି, ସେହିପରି ମୁଁ ଆଜି ମଧ୍ୟ ତୁମକୁ ବଞ୍ଚାଇବାକୁ ଆସିଛି। କିନ୍ତୁ ସାବଧାନ ରୁହ, ମୁଁ କାଳରାତ୍ରି, ମୁଁ କରୁଣାମୟୀ ମଧ୍ୟ ଏବଂ ଉଗ୍ର ମଧ୍ୟ। ଯିଏ ମୋତେ ମାନି ପୁକାରେ ତା ପାଇଁ ମୁଁ ଅମୃତ, କିନ୍ତୁ ଯିଏ ଅଧର୍ମରେ ଡୁବି ରହିଛି, ଅନ୍ୟାୟ କରୁଛି, ଦୋଷୀମାନଙ୍କୁ ପୀଡ଼ିତ କରୁଛି, ତା ପାଇଁ ମୁଁ କାଳ। ମୁଁ ତାକୁ ସେହି ମୁହୂର୍ତ୍ତରେ ଭସ୍ମ କରିଦିଏ। ହେ ମନୁଷ୍ୟ, ନିଜ ଭିତରକୁ ଝାଙ୍କି ଦେଖ। ତୁମ ମନରେ ମଧ୍ୟ କ'ଣ ଭୟ ନାହିଁ? ତୁମ କର୍ମରେ ମଧ୍ୟ କ'ଣ ଅଧର୍ମ ପ୍ରବେଶ କରିନାହିଁ? ତୁମେ ସତ୍ୟରୁ ବିମୁଖ ହୋଇ ମିଛର ପଥରେ ଚାଲୁନାହଁ କି? ଯଦି ହଁ, ତେବେ ଜାଣି ରଖ, ମୁଁ ତୁମକୁ ଚେତାବନୀ ଦେଉଛି। ସମୟ ଥାଉ ଥାଉ ସମ୍ଭାଳି ନିଅ, ନଚେତ୍ ମୋର ରୌଦ୍ର ଜ୍ୱାଳା ତୁମ ପାପକୁ ଭସ୍ମ କରିଦେବ। ହେ ମୋର ଲାଲ, ତୁମେ ଭାବୁଛ ଯେ ମା କେବଳ ଡାଣ୍ଟୁଛି? ନା, ମା ତ ରୁଏ ମଧ୍ୟ। ଯେତେବେଳେ ମୁଁ ସେଦିନ ଋଷି ଶିବାନନ୍ଦଙ୍କ ଅଶ୍ରୁ ଦେଖିଲି, ମୋ ହୃଦୟ ଚିରି ଯାଇଥିଲା। ଆଜି ମୁଁ ତୁମ ଅଶ୍ରୁ ଦେଖୁଛି। ଗରିବର ଭୋକ, କୃଷକର ଦୁଃଖ, ନାରୀର ଲଜ୍ଜାହରଣ, ନିର୍ଦ୍ଦୋଷମାନଙ୍କ ଉପରେ ଅତ୍ୟାଚାର, ଏସବୁର ଅଶ୍ରୁ ମୋ ଆଖିରୁ ଝରୁଛି। କିନ୍ତୁ ମନେ ରଖ, ମୁଁ କେବଳ ରୁଏ ନାହିଁ, ମୁଁ ଉଠେ ମଧ୍ୟ। ଆଉ ଯେତେବେଳେ ମୁଁ ଉଠେ, ସମ୍ପୂର୍ଣ୍ଣ ଅନ୍ଧକାର ଥରି ଉଠେ। ଯେତେବେଳେ ମୁଁ ପ୍ରକଟ ହୁଏ, ଅଧର୍ମର ସାମ୍ରାଜ୍ୟ ଭସ୍ମ ହୋଇଯାଏ। ହେ ମନୁଷ୍ୟ, ଭୟ କର ନାହିଁ, ହାର ନାହିଁ, ଭୟରେ କମ୍ପ ନାହିଁ। ମୁଁ ତୁମ ପ୍ରତ୍ୟେକ ଅନ୍ଧକାରରେ ତୁମ ସାଙ୍ଗରେ ଅଛି। ଯେତେବେଳେ ମୁଁ ଋଷିଙ୍କୁ ବଞ୍ଚାଇଥିଲି, ସେହିପରି ମୁଁ ତୁମକୁ ମଧ୍ୟ ବଞ୍ଚାଇବି। ତୁମର ଭୟକୁ ଅଭୟରେ, ତୁମର ଅଶ୍ରୁକୁ ମୁସ୍କାନରେ, ତୁମର ନିରାଶାକୁ ଆଶାରେ ବଦଳାଇ ଦେବି। କେବଳ ଗୋଟିଏ କଥା ମନେ ରଖ, ମୋତେ ପୁକାର, ସଚ୍ଚା ମନରୁ ପୁକାର। ଯେତେବେଳେ ଏକ ଶିଶୁ ନିଜ ମାଆକୁ ପୁକାରେ, ତୁମର ପୁକାର ମୋ ହୃଦୟ ପର୍ଯ୍ୟନ୍ତ ପହଞ୍ଚିବ, ଆଉ ମୁଁ ଦୌଡ଼ି ଚାଲି ଆସିବି। ହେ ମୋର ପୁତ୍ର ଓ ପୁତ୍ରୀମାନେ, ଏହି ନବରାତ୍ରିର ସପ୍ତମ ଦିନ କେବଳ ପୂଜାର ଅବସର ନୁହେଁ, ଏହା ଏକ ସ୍ମରଣ ଯେ ଭୟରେ ଭୟ କର ନାହିଁ। ତୁମର ମା କାଳରାତ୍ରି ତୁମର ପ୍ରତ୍ୟେକ ଅନ୍ଧକାରରେ ତୁମ ସାଙ୍ଗରେ ଠିଆ ହୋଇଛନ୍ତି। ମୁଁ ମା କାଳରାତ୍ରି, ମୁଁ ତୁମର ଜଗତ ଜନନୀ, ମୁଁ ତୁମର ଶକ୍ତି, ତୁମର ସାହସ, ତୁମର ଆଶା। ଅଧର୍ମରୁ ସାବଧାନ ରୁହ, ସତ୍ୟକୁ ଗ୍ରହଣ କର, ଭୟକୁ ତ୍ୟାଗ କର ଏବଂ ମୋ ଶରଣରେ ଆସ। ମନେ ରଖ, ଯେତେବେଳେ ଅନ୍ଧକାର ଘେରିବ, ତୁମର ମା ତୁମକୁ ଅସ୍ତ୍ରକୁ ପୋଛି ନେବ, ତୁମକୁ ଅଭୟ ଦେବାକୁ ଏବଂ ତୁମକୁ ପ୍ରକାଶରେ ପଥରେ ନେବାକୁ ସଦା ଉପସ୍ଥିତ ରହିବ। ପ୍ରିୟ ସାଙ୍ଗମାନେ, ଏହି ଭିଡ଼ିଓରେ ମା କାଳରାତ୍ରିଙ୍କର ପବିତ୍ର ବ୍ରତ କଥା ଏବଂ ଦିବ୍ୟବାଣୀ ଏଠାରେ ହିଁ ସମାପ୍ତ ହେଉଛି। ଆମେ କାମନା କରୁଛୁ ଯେ ମା କାଳରାତ୍ରିଙ୍କର କୃପା ଆପଣଙ୍କ ସମସ୍ତଙ୍କ ଉପରେ ବଜାୟ ରହୁ। ଆପଣଙ୍କ ଜୀବନରେ ସଦା ସୁଖ, ଶାନ୍ତି, ସମୃଦ୍ଧି ଏବଂ ସକାରାତ୍ମକ ଶକ୍ତିର ସଞ୍ଚାର ହେଉ। ଏହି ବିଶେଷ ଦିନ କେବଳ ଭକ୍ତି ଭାବରେ ପୂର୍ଣ୍ଣ କରେ ନାହିଁ, ବରଂ ଆମ ଜୀବନରେ ଏକତା, ପ୍ରେମ ଏବଂ ଆସ୍ଥାର ସନ୍ଦେଶ ମଧ୍ୟ ଆଣିଥାଏ। ନବରାତ୍ରିର ପ୍ରଥମ ଦିନର ବ୍ରତ କଥା ଶୁଣିବା ପାଇଁ ହୃଦୟରୁ ଧନ୍ୟବାଦ। ଦୟାକରି ଆପଣଙ୍କ ବିଚାର ଏବଂ ଅନୁଭବ ମନ୍ତବ୍ୟରେ ନିଶ୍ଚିତ ଭାବେ ସେୟାର କରନ୍ତୁ ଏବଂ ଜୟ ମା କାଳରାତ୍ରି ଲେଖିବା ଭୁଲନ୍ତୁ ନାହିଁ। ଆପଣଙ୍କ ଦ୍ୱାରା କରାଯାଇଥିବା କମେଣ୍ଟ କେବଳ ଆମକୁ ପ୍ରେରଣା ଦେବ ନାହିଁ, ବରଂ ଅନ୍ୟ ଦର୍ଶକମାନଙ୍କ ପାଇଁ ମଧ୍ୟ ଭକ୍ତି ଓ ଶ୍ରଦ୍ଧାର ଉତ୍ସ ହେବ। ଆଜି ପାଇଁ ଏତିକ ରହୁଛି। ଜୟ ମା କାଳରାତ୍ରି, ଜୟ ମା ଜଗଜ୍ଜନନୀ, ଜୟ ମା ଦୁର୍ଗା, ଜୟ ମା କାଳରାତ୍ରି।